ପିଲାମାନେ ଆମେ 2 ଅଙ୍କ ବିଶିଷ୍ଟ ଓ 3 ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ନିଖିଳ ଗୁଣନ କରିବା। ଗୁଣିଆ 2 ଅଙ୍କ ଏବଂ ଗୁଣକ 99 ହେଇଥିଲେ ଆମେ ସୂତ୍ର ପ୍ରୟୋଗ କରିବା। ଏକ ନିମ୍ନ ପୂର୍ବଣ ସତି ନିଖିଳଂ ନବତଃ ଚରମଂ ଦଶତଃ। 34 ସହିତ 99କୁ ଗୁଣନ କରିବା। ସୂତ୍ର ଅନୁଯାୟୀ ଏକ ନିମ୍ନ ପୂର୍ବଣ ଅର୍ଥାତ୍ ଗୁଣନର ପୂର୍ବରେ କିଏ ଅଛି 34 ବା ଗୁଣିଆ ସହ ଆମେ 1କୁ ବିୟୋଗ କରିବା। ନିଖିଳଂ ନବତଃ, ନବତଃ ଅର୍ଥ 9, ନିଖିଳଂ 3ରୁ ଆମେ 9କୁ ବିୟୋଗ କରିବା। ଚରମଂ ଦଶତଃ, ଚରମଂ କିଏ ନା ଶେଷ ଅଙ୍କ ବା ଏକକ ଅଙ୍କ। ଚରମଂ 4ରୁ 10 ବିୟୋଗ କରିବା, 10ରୁ 4 ବିୟୋଗ କରିବା। 34 99କୁ ବିୟୋଗ କଲେ ଗୁଣଫଳ କେତେ ହେବ ନା 34ରେ 1 ବିୟୋଗ କଲେ 33, 9ରୁ 3 ବିୟୋଗ କଲେ 6, 10ରୁ 4 ବିୟୋଗ କଲେ 6। ସେହିପରି ଆମେ ଅନ୍ୟ ଏକ ସଂଖ୍ୟା ନେଇ ଗୁଣଫଳ ବାହାର କରିବା। 45 ସହ 99କୁ ନିଖିଳ ଗୁଣନ କଲେ 45 ସହିତ 1କୁ ବିୟୋଗ କରିବା। ସୂତ୍ର ଅନୁଯାୟୀ ନବତଃ 9ରୁ 4କୁ ବିୟୋଗ କରିବା, 10ରୁ 5କୁ ବିୟୋଗ କରିବା। 45ରୁ 1 ବିୟୋଗ କଲେ 44, 9ରୁ 4 ବିୟୋଗ କଲେ 5, 10ରୁ 5 ବିୟୋଗ କଲେ 5। ସେହିପରି ଆମେ ଏବେ 3 ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ନିଖିଳ ଗୁଣନ କରିବା। 130 ସହିତ 999କୁ ନିଖିଳ ଗୁଣନ କଲେ 130ରେ ପ୍ରଥମେ 1 ବିୟୋଗ କରିବା। ତାପରେ ଏଥର ନିଖିଳ କିଏ 1 ଆଉ 2, 3 ହେଲା ଚରମ। ତ 9 ସହିତ 1 ଓ 9 ସହିତ 2କୁ ବିୟୋଗ କରିବା। 10 ସହିତ ଚରମଂ ଦଶତଃ, 10 ସହିତ 3କୁ ବିୟୋଗ କରିବା। ସେହିପରି ଦେଖିବା 130ରେ 1 ବିୟୋଗ କଲେ 122, 9ରେ 1 ବିୟୋଗ କଲେ 8, 9ରେ 2 ବିୟୋଗ କଲେ 7 ଓ 10ରେ 3 ବିୟୋଗ କଲେ 7। ସେହିପରି ଆମେ ଅନ୍ୟ ଏକ ସଂଖ୍ୟା ନେଇକି 3 ଅଙ୍କ ବିଶିଷ୍ଟ ସଂଖ୍ୟାର ନିଖିଳ ଗୁଣନ କରିବା। ଏପରିକି 145 ସହିତ 999କୁ ନିଖିଳ ଗୁଣନ କଲେ 145 ବିୟୋଗ କରିବା 1, 9 ସହିତ 1 ବିୟୋଗ କରିବା, ପୁଣି 9 ସହିତ 4କୁ ବିୟୋଗ କରିବା, ପୁଣି 10 ସହିତ 5କୁ ବିୟୋଗ କରିବା। ଏଠାରେ 145ରୁ 1 ବିୟୋଗ କଲେ 144, 9ରୁ 1 ବିୟୋଗ କଲେ 8, 9ରୁ 4 ବିୟୋଗ କଲେ 5, 10ରୁ 5 ବିୟୋଗ କଲେ 5। ଏହିପରି ଆମେ 3 ଅଙ୍କ ଓ 2 ଅଙ୍କ ବିଶିଷ୍ଟ ସଂଖ୍ୟାମାନଙ୍କର ନିଖିଳ ଗୁଣନ କରିବା।